ବାପାଙ୍କ ଅପମାନର ପ୍ରତିଶୋଧ ନେଲେ ପୁଅ। ଏମିତି ବି ହୁଏ। ପ୍ରତିଶୋଧ ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ଦଳରେ ରହି ସୁଯୋଗର ଅପେକ୍ଷା କରିଥାନ୍ତି ଅନେକ ରାଜନେତା ଏବଂ ଯେତେବେଳେ ସୁଯୋଗ ମିଳିଥାଏ ବରାବର ତାହାର ଫାଇଦା ଉଠାନ୍ତି। ଏମିତି ଏକ ଘଟଣା ଘଟିଛି ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ। ଓଡ଼ିଶାର ବିଧାୟକ ମାନେ ଯେଉଁଭଳି ଭାବରେ ଏଠି ପ୍ରତିଶୋଧ ନେଇଛନ୍ତି ତାହା ଆମେ ଆପଣଙ୍କୁ ଆଜି ଭିଡ଼ିଓ ମାଧ୍ୟମରେ କହିବୁ। ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ଜଣକ ପରେ ଜଣେ ବିଧାୟକଙ୍କର ଆସୁଛି ବିସ୍ଫୋରକ ବୟାନ। ପ୍ରଥମେ ଆସନ୍ତୁ ଜାଣିବା ବିଜୁ ଜନତା ଦଳର ସୌଭିକ ବିଶ୍ୱାଳଙ୍କ କଥା। ନିଜ ପିତା ପ୍ରଭାତ ବିଶ୍ୱାଳଙ୍କୁ ଚିଟଫଣ୍ଡ ଚୋର ସଜାଇ ଦେଇଥିଲା ବିଜୁ ଜନତା ଦଳ। ସେଥିରେ ସେ ସମ୍ପୃକ୍ତ ଥାଆନ୍ତୁ କିମ୍ବା ରହିଥାନ୍ତି କିମ୍ବା ନ ରହିପାରନ୍ତି ତାହା ବର୍ତ୍ତମାନ ତଦନ୍ତ ପରିସରରେ ଅଛି। କିନ୍ତୁ ସେ ନିଜକୁ ଭାବୁଛନ୍ତି, ପ୍ରଭାତ ବିଶ୍ୱାଳ ଭାବୁଛନ୍ତି ଯେ ମୁଁ ହେଉଛି ନିର୍ଦ୍ଦୋଷ। ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଭିକେ ପାଣ୍ଡିଆନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସରକାର ଦଳ ତରଫରୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସମର୍ଥନ ଏବଂ ସହଯୋଗ କରାଯାଇନଥିଲା। ଯେଉଁଥିପାଇଁ କି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଛନ୍ତି ସୌଭିକ ବିଶ୍ୱାଳ, କଟକ ଚୌଦ୍ୱାରର ବିଧାୟକ। ଠିକ୍ ସେଇଭଳି ଆପଣମାନେ ଜାଣିଥିବେ ଗଞ୍ଜାମ ଟାଇଗର ରମେଶ ଜେନା କଂଗ୍ରେସର ଜଣେ ଟାଣୁଆ ନେତା। ରମେଶ ଜେନା ଯେତେବେଳେ ନିର୍ବାଚନ ହେଲା ସେତେବେଳେ ସେ ମଧ୍ୟ କ୍ରସ୍ ଭୋଟିଂ କରିଥିଲେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ, ଦଳର ହୁଇପ୍କୁ ମାନି ନଥିଲେ। ତେବେ ଆପଣ ଜାଣିଛନ୍ତି କି କଂଗ୍ରେସର ନେତା ଯେ କି ବିଭିନ୍ନ ପ୍ରକାରର ପ୍ରଲୋଭନରେ ପଡ଼ିନଥିଲେ, ବିଭିନ୍ନ ପ୍ରକାରର ଟଙ୍କା ପଇସାରେ ନିଜକୁ ମନା କରିଦେଇଥିଲେ, ବିକ୍ରି ହେବା ପାଇଁ ମନା କରିଥିଲେ, ସେ ହଠାତ୍ କାହିଁକି ଏଭଳି ଭାବରେ ପଦକ୍ଷେପ ନେଲେ? ସେ ପଦକ୍ଷେପ ନେବାର କାରଣ ଯେତେବେଳେ ବିଜୁ ଜନତା ଦଳ କ୍ଷମତାରେ ଥିଲା ସେତେବେଳେ ବିଭିନ୍ନ ପ୍ରକାରର ମିଛ କେସ୍ ଦେଇ ତାଙ୍କୁ ଜେଲରେ ପୁରାଇଥିଲା। ତାଙ୍କୁ ପୁରାଇବା ସହିତ ତାଙ୍କର 80 ବର୍ଷର ବୃଦ୍ଧ ପିତାଙ୍କୁ ମଧ୍ୟ ଜେଲ ଭିତରେ ପୁରାଇଥିଲା। ସେଥିପାଇଁ ତାଙ୍କର ରାଗ ଥିଲା ଏବଂ ଯେତେବେଳେ ବିଜୁ ଜନତା ଦଳ ଦତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବରେ ଚୟନ କଲା, ଡିକ୍ଲାର କଲା, ସେତେବେଳେ କଂଗ୍ରେସ କୌଣସି ବିଧାୟକ ଦଳ ସହିତ ଆଲୋଚନା ପରାମର୍ଶ ବିଚାର ବିମର୍ଶ ନ କରି ସିଧାସଳଖ ସମର୍ଥନ ଘୋଷଣା କରିଥିଲା। ଯାହାଫଳରେ ରମେଶ ଜେନା ବାଧ୍ୟ ହୋଇ ନିଜ ପିତାଙ୍କର ଅପମାନକୁ ପ୍ରତିଶୋଧ ନେବା ପାଇଁ ସେ କଂଗ୍ରେସ ସମର୍ଥିତ ପ୍ରାର୍ଥୀକୁ ନୁହେଁ ବରଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଆଉ ଜଣେ ନେତ୍ରୀ ହେଉଛନ୍ତି ସୋଫିଆ ଫିରଦୋଷୀ, କଟକର ବିଧାୟକ, କଟକ ବାରବାଟୀର ବିଧାୟକ। ସୋଫିଆ ଫିରଦୋଷୀଙ୍କ ପିତା ମହମ୍ମଦ ମୋକିମ କଂଗ୍ରେସ ପାଇଁ ନିଜର ରକ୍ତ ଦେଇଥିଲେ, କଂଗ୍ରେସ ପାଇଁ ଅହରହ କାମ କରିଥିଲେ। ସେଥିପାଇଁ କଂଗ୍ରେସ ଆଜି କଟକରେ ଦୃଢ଼ଭୀତ ହୋଇ ରହିଛି ଏବଂ କଂଗ୍ରେସ ଦଳ ସଂଗଠିତ ହୋଇ ରହିଛି। ଯାହାଫଳରେ କି 2024 ନିର୍ବାଚନରେ କଂଗ୍ରେସ ମଧ୍ୟ ବାଜିମାତ ମାରିଥିଲା। କିନ୍ତୁ ଭକ୍ତ ଦାସ ଆସିଲା ପରେ କେଉଁଠି ନା କେଉଁଠି ଭକ୍ତ ଦାସ ମହମ୍ମଦ ମୋକିମଙ୍କୁ ଅସମ୍ମାନ କରିବା, ଅପମାନ ଦେବା, ଦଳରୁ ବିନା କାରଣରେ ବିତାଡ଼ିତ କରିବା ପରେ ଝିଅ ହିସାବରେ ତାଙ୍କ ମନରେ କେଉଁଠି ନା କେଉଁଠି କ୍ରୋଧାଗ୍ନି ଥିଲା ଏବଂ ଯେତେବେଳେ ରାଜ୍ୟସଭା ନିର୍ବାଚନ ଆସିଲା ସେ ସେତେବେଳେ ତାଙ୍କର ଅସଲ ରୂପ ଦେଖାଇ ଦେଇଥିଲେ ଏବଂ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଅନ୍ୟ ଏକ ଜଣେ ବିଧାୟକ ହେଉଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ତ୍ରିପାଠୀଙ୍କ ପୁଅ, ବିଜୁ ଜନତା ଦଳର ଆଗ ଧାଡ଼ିର ନେତା ପ୍ରଭାତ ତ୍ରିପାଠୀ, ଯିଏକି ବିଜୁ ଜନତା ଦଳର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଦଳ ସହିତ ଥିଲେ। କିନ୍ତୁ ଚିଟଫଣ୍ଡ ଦୁର୍ନୀତି ମାମଲାରେ ତାଙ୍କୁ ମଧ୍ୟ ଦଳରୁ ଟିକେଟ୍ ଦିଆଗଲା ନାହିଁ, ତାଙ୍କ ପୁଅକୁ ଟିକେଟ୍ ଦିଆଗଲା। ପରବର୍ତ୍ତୀ ସମୟରେ ଯେତେବେଳେ କଂଗ୍ରେସକୁ ନେଇ ରାଜନୀତି କରିବା ପାଇଁ ଚେଷ୍ଟା କଲା ସେତେବେଳେ ଦେବୀ ରଞ୍ଜନ ତ୍ରିପାଠୀ କଂଗ୍ରେସର ସହଯୋଗ ସମର୍ଥନ ଅଣ କଂଗ୍ରେସ ଭାବରେ ସ୍ୱାଧୀନ ଭାବରେ ଜଣେ ସ୍ୱାଧୀନ ପ୍ରାର୍ଥୀକୁ ଭୋଟ ଦେଇ ନିଜର ପିତାଙ୍କର ତଥା ବିଜୁ ଜନତା ଦଳ ପ୍ରତି ଅପମାନିତ ହେଉଥିବା ପାଇଁ, ବିଜୁ ବାବୁଙ୍କର ଅନୁପ୍ରାଣିତ ହେଉଥିବା ନେତାମାନଙ୍କ ପାଇଁ, ଯେଉଁମାନେ ବିଜୁ ଜନତା ପାଇଁ ଅହରହ କାମ କରିଛନ୍ତି, ସେମାନଙ୍କୁ ସମର୍ଥନ କରିବା ପାଇଁ ଯାଇ ଦେବୀ ରଞ୍ଜନ ତ୍ରିପାଠୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ। ଏ ହେଉଛି ଅପମାନ। ଏବେ ଯଦି ରାଜ୍ୟ ରାଜନୀତିର ଚିତ୍ର ଦେଖିବା, କେଉଁଠି ନା କେଉଁଠି ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏକ ବିସ୍ଫୋରକ ରାଜନୈତିକ ଦଳ କିମ୍ବା ରାଜନୈତିକ ବିଭାଜନ ହେବାକୁ ଯାଉଛି, ଯାହା ଆପଣମାନେ ଖୁବ୍ ଶୀଘ୍ର ପାଇବେ। ଆପଣମାନେ କମେଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ଯେ ବାପାଙ୍କର ପ୍ରତିଶୋଧ ନେବା ପାଇଁ ପୁଅମାନେ ନେଇଥିବା ପଦକ୍ଷେପ କେତେ ଦୂର ଠିକ୍। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।